ରାତିରେ ଆମେ ଏଠି ବସିକି ଖାଉଥିଲୁ କାଲି ଏବେ 9ଟା 15 20-25 ହବ। ଆଉ ଏମିତି ଆସିଲେ ଆଗେ 2 ଜଣ ଆସିଲେ ଦୁର୍ବୃତ୍ତ ଆସିକି ଏମିତି ଆମକୁ ଯେମିତି ଆମେ ଯେମିତି ଉଠେଇ ଅନେଇଲୁ ଯେମିତି ଯିବା ପାଇଁ ଚେଷ୍ଟା କଲୁ ସେଠୁ ବନ୍ଧୁକ ଲଗେଇଲେ ତାପରେ ଆହୁରି 4-5 ଜଣ ପଛରେ ଆସିକି ଛୁରୀ ବନ୍ଧୁକ ସବୁ ନେଇକି ଆସିକି ପୁଅକୁ ଲଗେଇଥିଲେ ତା ତଣ୍ଟିରେ ଛୁରୀ ଲଗେଇଥିଲେ। ଆମକୁ ସିଏ ମୋ ସ୍ୱାମୀ ଯିଏ ଖସିକି ଯିବା ପାଇଁ ଚେଷ୍ଟା କଲା ବେଳକୁ ତାଙ୍କୁ ଧନେଇକି ତାଙ୍କ ମୁଣ୍ଡରେ ରିଭଲଭର ଲଗେଇଥିଲେ। ମତେ ଆମେ 3 ଜଣ ଥିଲୁ ଆଜ୍ଞା। ତାପରେ ମତେ ମୁଁ ଯେମିତି ଟିକେ ପାଟି ଇଏ କଲି ସେ ମାଇଲେ ମତେ 2 ଚାପଡ଼। ଜଣେ ହଉଛି ମାସ୍କ ପିନ୍ଧିଥିଲା ଆଉ ସମସ୍ତେ ବିନା ମାସ୍କ ରେ ଥିଲେ ଆଜ୍ଞା। ଆଉ କିଛି ବି ସେମିତି କିଛି କୁହାକି କିଛି କରିନାହାନ୍ତି ଖାଲି କହିଲେ ଘର ଭିତରକୁ ମତେ ନେଲେ ଘର ଭିତରକୁ ଚାଲ। ଆମେ ଯେମିତି ଘର ଭିତରକୁ ଗଲୁ ସେଇଠୁ ସେ ତାଙ୍କର କଣ କଲେ ନା ହଉଛି କହିଲେ ଚାବି କାଠି କଣ କଲ। ଆମେ କହିଲୁ ମୁଁ ସେଇଠୁ ଅଛି। ଆଡେ କହିଲେ ମତେ ଦିଅ ଚାବି କାଠି। ମୁଁ ସେଇଠୁ ତାଙ୍କୁ ଟିକେ ଚାବି କାଠି ଦେଇଦେଲି। ସିଏ ତାଙ୍କର ନିଜେ ଗଡରେଜ ଖୋଲିଲେ ପଇସା ସୁନା ଗହଣା ତା ଭିତରେ ସବୁ ଥିଲେ। ଟଙ୍କା ଥିଲା ହଉଛି 22-23 ଲକ୍ଷ ଟଙ୍କା ଥିଲା ଆଜ୍ଞା। ସୁନା ଗହଣା ବହୁତ ଥିଲା ହଉଛି ସବୁ ମୋର ବାହାଘର ବେଳରେ ସବୁ ସୁନା ଗହଣା ସବୁ ଥିଲା। 40 ଲକ୍ଷ ଟଙ୍କା ହେଇଯିବ ଆଜ୍ଞା। ସେ ଆମେ ଫୋନ କରିବା ତା ଘଟଣା ଘଣ୍ଟା ପରେ ପୁଲିସ ଆସିଲେ ଆଜ୍ଞା। ସୁରକ୍ଷିତ ଆଉ ଖରା ଦିନ ଆମେ ଏଠି ଯ ବସିକି ଖାଉଛୁ ଆଉ ସେମିତି ତ ଆଉ କୋଉଠି ବା ଆଉ ସୁରକ୍ଷିତ ଆଜ୍ଞା। 4-5ଟା ଖଣ୍ଡେ ଥିଲା। ଓଡିଆ ବି କଥା ହଉଛନ୍ତି ହିନ୍ଦୀ ବି କଥା କହୁଛନ୍ତି।